ମଧ୍ୟରେ ମୁଁ ରଖିବା ପାଇଁ ଚାହେଁ ସେହି ପ୍ରସଙ୍ଗର ଶୀର୍ଷକ ହେଲା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଜୀବିତ ପରମେଶ୍ୱର ବୋଲି କାହିଁକି କୁହାଯାଏ। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଜୀବିତ ଈଶ୍ୱର ବା ଜୀବିତ ପ୍ରଭୁ ବୋଲି ଆମ୍ଭେମାନେ କାହିଁକି କହୁ। ମୁଁ ବାଇବେଲରୁ 5ଟି ପ୍ରମାଣ ରଖିବା ପାଇଁ ଚାହେଁ। 5ଟି ବିଷୟ ଆପଣମାନଙ୍କ ମଧ୍ୟରେ ମୁଁ ରଖିବା ପାଇଁ ଚାହେଁ, ଯଦ୍ୱାରା ଆମେ ଆହୁରି ଆମର ପ୍ରଭୁଙ୍କୁ ଭଲ ଭାବରେ ଜାଣିପାରିବା ଏବଂ ଆହୁରି ଆମେ ତାଙ୍କ ପଛରେ ଚାଲୁ ଚାଲୁ ଆମେ ତାଙ୍କର ଗୌରବ ପ୍ରଶଂସା କରିପାରିବା। ଆସନ୍ତୁ ପ୍ରଥମ ବିଷୟ ଆମେ ବାଇବେଲରୁ ଦେଖିବା ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଜୀବିତ ପରମେଶ୍ୱର ବୋଲି କାହିଁକି କୁହାଯାଏ। ଆପଣମାନେ ମୋ ସହିତ ପ୍ରେରିତ ପୁସ୍ତକ 17 ଅଧ୍ୟାୟକୁ ଆସିବେ। ପ୍ରେରିତ ପୁସ୍ତକ 17 ଅଧ୍ୟାୟ 24 ଆଉ 25 ପଦ ମୁଁ ଆମ ସମସ୍ତଙ୍କ ନିମନ୍ତେ ପାଠ କରିବା ପାଇଁ ଚାହେଁ। ଏଠାରେ ପ୍ରକାର ଲେଖାଯାଏ, ଯେଉଁ ଈଶ୍ୱର ଜଗତ ଓ ତନ୍ମଧ୍ୟସ୍ଥ ସମସ୍ତ ପଦାର୍ଥ ସୃଷ୍ଟି କରିଅଛନ୍ତି, ସେ ସ୍ୱର୍ଗ ଓ ପୃଥିବୀର ପ୍ରଭୁ ହେବାରୁ ହସ୍ତ ନିର୍ମିତ ମନ୍ଦିର ସମୂହରେ ବାସ କରନ୍ତି ନାହିଁ। 25 ପଦ, କିଅବା ତାହାଙ୍କର କୌଣସି ଅଭାବ ଥିବାରୁ ମନୁଷ୍ୟ ହସ୍ତ ଦ୍ୱାରା ସେବିତ ହୁଅନ୍ତି ନାହିଁ, ଯେଣୁ ସେ ସ୍ୱୟଂ ସମସ୍ତଙ୍କୁ ଜୀବନ ନିଶ୍ୱାସ ଓ ସମସ୍ତ ପଦାର୍ଥ ଦାନ କରନ୍ତି। ପ୍ରଭୁଙ୍କ ନାମର ଗୌରବ ହଉ। ପ୍ରିୟ ଭାଇ ଭଉଣୀ ମାନେ, ବାଇବେଲ କହେ ଯେ ଆମ୍ଭେମାନେ ଯେଉଁ ପରମେଶ୍ୱରଙ୍କର ସେବା କରୁଛୁ ତାହାଙ୍କର କୌଣସି ଅଭାବ ନାହିଁ। ତାହାଙ୍କୁ କୌଣସି ମନୁଷ୍ୟ ବସ୍ତ୍ର ଦେବା ଆବଶ୍ୟକ ନାହିଁ, ତାଙ୍କୁ କୌଣସି ରଙ୍ଗ ଦେବା ଆବଶ୍ୟକ ନାହିଁ, ତାଙ୍କୁ କୌଣସି ଲୋକ ହାତ ଧରି ଚଲାଇବା ଆବଶ୍ୟକ ନାହିଁ, କାରଣ ଆମର ପରମେଶ୍ୱର ଜୀବିତ ଅଟନ୍ତି। ଆମେ ଯେଉଁ ପ୍ରଭୁଙ୍କର ସେବା କରୁଛୁ ସେ ସତ୍ୟ, ବାସ୍ତବ ଆଉ ସେ ସ୍ୱୟଂ ଜୀବିତ ପରମେଶ୍ୱର ଅଟନ୍ତି। ତାହାଙ୍କ ନାମର ପ୍ରଶଂସା ହେଉ। ଲେଖାଯାଏ ଯେ ସେ ସମସ୍ତଙ୍କୁ ଜୀବନ ଦାନ କରିଅଛନ୍ତି। ପୃଥିବୀରେ ମନୁଷ୍ୟ ହେଉ, ପଶୁ ହେଉ, ପକ୍ଷୀ ହେଉ, ସବୁ ବିଷୟକୁ ସେ ସୃଷ୍ଟି କରିଅଛନ୍ତି ଆଉ ସମସ୍ତଙ୍କୁ ସେ ଜୀବନ ପ୍ରଦାନ କରିଅଛନ୍ତି। ନିଶ୍ୱାସ ପ୍ରଶ୍ୱାସ ତାହାଙ୍କର ଅଟେ। ପ୍ରିୟ ଭାଇ ଭଉଣୀ ମାନେ, ସେଥିପାଇଁ ବାଇବେଲ କହେ ଆମ୍ଭେମାନେ ନିଜେ ନିଜର ନହୁଁ, ଆମ୍ଭେମାନେ ତାହାଙ୍କର ଅଟୁ। ଯଦି ଆପଣମାନେ ଆଦି ପୁସ୍ତକକୁ ଆସିବେ, ଆଦି ପୁସ୍ତକ 2 ଅଧ୍ୟାୟରେ ଗୋଟେ ସୁନ୍ଦର ବାକ୍ୟ ଲେଖାଯାଏ। ପରମେଶ୍ୱର ଯେତେବେଳେ ମନୁଷ୍ୟକୁ ସେ ନିର୍ମାଣ କଲେ, ଆଦି ପୁସ୍ତକ 2 ଅଧ୍ୟାୟ 7 ପଦରେ ଲେଖାଯାଏ, ଅନନ୍ତର ସଦାପ୍ରଭୁ ପରମେଶ୍ୱର ଭୂମିର ଧୂଳି ଦ୍ୱାରା ମନୁଷ୍ୟକୁ ନିର୍ମାଣ କରି ତାହାର ନାସିକା ରନ୍ଧ୍ରରେ ଫୁଙ୍କ ଦେଇ ପ୍ରାଣବାୟୁ ପ୍ରବେଶ କରାଇଲେ, ତହିଁରେ ମନୁଷ୍ୟ ଜୀବିତ ପ୍ରାଣୀ ହେଲା। ପ୍ରଭୁ ଯୀଶୁ ଖ୍ରୀଷ୍ଟ କାହିଁକି ସେ ଜୀବିତ ଅଟନ୍ତି? କାରଣ ମନୁଷ୍ୟକୁ ସେ ଜୀବନ ଦେଇଛନ୍ତି, ସେଥିପାଇଁ ସେ ଜୀବିତ ଅଟନ୍ତି। ସମସ୍ତ ପ୍ରାଣୀକୁ ସେ ଜୀବନ ପ୍ରଦାନକାରୀ ପରମେଶ୍ୱର ଅଟନ୍ତି, ସେଥିପାଇଁ ସେ ଜୀବିତ ଅଟନ୍ତି। ଆପଣମାନଙ୍କ ମନ ମଧ୍ୟରେ ଗୋଟେ ପ୍ରଶ୍ନ ଆସିପାରେ ଯେ ପୁରାତନ ନିୟମରେ ଯେ ଯୀଶୁ ଖ୍ରୀଷ୍ଟ ଥିଲେ କି? ଯୀଶୁ ତ ପୁରାତନ ନିୟମରେ ନଥିଲେ, ସେ ସମୟରେ ପିତା ଥିଲେ ଆଉ ସେ ସୃଷ୍ଟି କଲେ। ଏ ପ୍ରକାର ମନ ମଧ୍ୟରେ ଆପଣମାନଙ୍କୁ ପ୍ରଶ୍ନ ଆସିପାରେ। ପ୍ରିୟ ଭାଇ ଭଉଣୀ ମାନେ, ବାଇବେଲ କହେ ତାହାଙ୍କ ଛଡା କୌଣସି ବିଷୟ ସୃଷ୍ଟି ହେଇନାହିଁ। ଯଦି ଆପଣମାନେ ଯୋହନ ଲିଖିତ ସୁସମାଚାର 1 ଅଧ୍ୟାୟକୁ ଆସିବେ, ଯୋହନ ଲିଖିତ ସୁସମାଚାର 1 ଅଧ୍ୟାୟ ତାର 3 ପଦରେ ଲେଖାଯାଏ, ତାହାଙ୍କ ଦ୍ୱାରା ସମସ୍ତ ସୃଷ୍ଟି ହେଲା। ତାହା ଦ୍ୱାରା ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା, ତାହାଙ୍କ ଦ୍ୱାରା ସମସ୍ତ ସୃଷ୍ଟ ହେଲା ଆଉ ଯେ ସମସ୍ତ ସୃଷ୍ଟ ହୋଇଅଛି ସେଥିମଧ୍ୟରୁ ଗୋଟିଏ ସୁଦ୍ଧା ତାହାଙ୍କ ବିନା ସୃଷ୍ଟ ହୋଇନାହିଁ। ସେଥିପାଇଁ ଯୀଶୁ ଖ୍ରୀଷ୍ଟ ସ୍ୱୟଂ ସୃଷ୍ଟିକର୍ତ୍ତା ଅଟନ୍ତି। ଏଥିପାଇଁ ସେ ଜୀବିତ ପରମେଶ୍ୱର ଅଟନ୍ତି। ସେ ସମସ୍ତଙ୍କୁ ଜୀବନ ଦେଇଛନ୍ତି, କାରଣ ତାଙ୍କଠାରେ କୌଣସି ଅଭାବ ନାହିଁ। ମୁଁ ଦ୍ୱିତୀୟ ବିଷୟ ଆପଣମାନଙ୍କ ନିକଟରେ ମୁଁ ରଖିବା ପାଇଁ ଚାହେଁ, ଯୀଶୁ ଖ୍ରୀଷ୍ଟ କାହିଁକି ସେ ଜୀବିତ ପରମେଶ୍ୱର ଅଟନ୍ତି। ଯୀଶୁଙ୍କୁ ଆମେ ଜୀବିତ ପରମେଶ୍ୱର ବୋଲି ଆମେ କାହିଁକି କହୁ। ପ୍ରଭୁଙ୍କ ନାମର ପ୍ରଶଂସା ହଉ। ଯଦି ଆପଣମାନେ ଯୋହନ ଲିଖିତ ସୁସମାଚାର 11 ଅଧ୍ୟାୟକୁ ଆସିବେ, 11 ଅଧ୍ୟାୟ 41 ପଦରୁ ଯଦି 44 ପଦ ପର୍ଯ୍ୟନ୍ତ ଆମେ ପଢୁ, ଲେଖାଯାଏ ଯେ ଆଉ ଯୀଶୁ ଉର୍ଦ୍ଧ୍ୱ ଦୃଷ୍ଟି କରି କହିଲେ, ପିତ, ତୁମ୍ଭେ ମୋହର ପ୍ରାର୍ଥନା ଶୁଣିଲ ବୋଲି ମୁଁ ତୁମକୁ ଧନ୍ୟବାଦ ଦେଉଅଛି। ତୁମ୍ଭେ ଯେ ସର୍ବଦା ମୋହର ପ୍ରାର୍ଥନା ଶୁଣିଥାଅ ଏହା ମୁଁ ଜାଣିଥିଲି, କିନ୍ତୁ ଯେଉଁ ଲୋକ ସମୂହ ଚତୁର୍ଦିଗରେ ଠିଆ ହୋଇଅଛନ୍ତି ତୁମ୍ଭେ ମତେ ପ୍ରେରଣ କରିଅଛ ବୋଲି ସେମାନେ ଯେପରି ବିଶ୍ୱାସ କରିବେ, ଏଥିପାଇଁ
ଏଥିପାଇଁ ସେମାନଙ୍କ ହେତୁ ମୁଁ ଏହା କହିଲି। 43 ପଦ, ସେ ଏହା କହି ଉଚ୍ଚ ସ୍ୱରରେ ଡାକିଲେ, ଲାଜର ବାହାରି ଆସ। 44 ପଦ, ମୃତ ଲୋକଟି ବାହାରି ଆସିଲା। ତାଙ୍କ ହାତ ଓ ପାଦ ସମାଧି ବସ୍ତ୍ରରେ ବନ୍ଧା ହୋଇଥିଲା, ପୁଣି ତାଙ୍କ ମୁଖରେ ଖଣ୍ଡେ ଗାମୁଛା ଗୁଡା ହୋଇଥିଲା। ଯୀଶୁ ସେମାନଙ୍କୁ କହିଲେ, ଏହାଙ୍କ ବନ୍ଧନ ପିଟାଇ ଚାଲିବାକୁ ଦିଅ। ପ୍ରଭୁଙ୍କ ନାମର ଗୌରବ ହଉ। ଯୀଶୁ କାହିଁକି ଜୀବିତ ପରମେଶ୍ୱର ଅଟନ୍ତି? କାରଣ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯେଉଁ ସମୟରେ ଏ ଧରାପୃଷ୍ଠରେ ଥିଲେ, ତାହାଙ୍କର 3 ବର୍ଷ 6 ମାସର ସେବା କାର୍ଯ୍ୟରେ 3 ଜଣ ମୃତ ଲୋକମାନଙ୍କୁ ସେ ଉଠେଇଥିଲେ। ସେଥିପାଇଁ ସେ ଜୀବିତ ଅଟନ୍ତି। ମୃତ ଲୋକମାନଙ୍କୁ ଜୀବନ ପ୍ରଦାନକାରୀ ଯୀଶୁ ଖ୍ରୀଷ୍ଟ ଅଟନ୍ତି। ଏହି ସମଗ୍ର ପୃଥିବୀ ପୃଷ୍ଠରେ ଆଜି ଯାଏଁ ଏ ପ୍ରକାର କୌଣସି ପ୍ରଭୁ ନାହାନ୍ତି, ଏ ପ୍ରକାର କୌଣସି ବ୍ୟକ୍ତି ନାହାନ୍ତି ଯେଉଁମାନେ କି ମୃତ ଲୋକମାନଙ୍କୁ ଜୀବନ ପ୍ରଦାନ କରିଛନ୍ତି, ମୃତ ଲୋକମାନଙ୍କୁ ଉଠେଇଛନ୍ତି। ମୃତ୍ୟୁ ଲୋକମାନଙ୍କୁ ଜୀବନ ପ୍ରଦାନକାରୀ ଏକମାତ୍ର ନାମ ପ୍ରଭୁ ଯୀଶୁ ଖ୍ରୀଷ୍ଟ। ଆଉ ସେ ବ୍ୟକ୍ତି ମୃତମାନଙ୍କୁ ଉଠେଇଥିଲେ। ସେଥିପାଇଁ ଯୀଶୁ ଖ୍ରୀଷ୍ଟ ଜୀବିତ ଅଟନ୍ତି। ସେ ଜୀବିତ ପରମେଶ୍ୱର ଅଟନ୍ତି। ତାହାଙ୍କ ନାମର ଗୌରବ ହଉ। ମୁଁ ଆପଣମାନଙ୍କୁ ତୃତୀୟ ବିଷୟ କହିବା ପାଇଁ ଚାହେଁ। ଆପଣମାନେ ମୋ ସହିତ ମାଥ୍ୟୁ ଲିଖିତ ସୁସମାଚାରକୁ ଆସିବେ। ମାଥ୍ୟୁ ଲିଖିତ ସୁସମାଚାର 14 ଅଧ୍ୟାୟ 25, 26, 27 ପଦ ମୁଁ ପଢିବା ପାଇଁ ଚାହେଁ। ଲେଖାଯାଏ 25 ପଦରେ, କିନ୍ତୁ ରାତ୍ରିର 4ର୍ଥ ପ୍ରହରରେ ସେ ସମୁଦ୍ର ଉପରେ ଚାଲି ସେମାନଙ୍କ ପାଖକୁ ଆସିଲେ। 26 ପଦ, ପୁଣି ଶିଷ୍ୟମାନେ ତାହାଙ୍କୁ ସମୁଦ୍ର ଉପରେ ଚାଲିବାର ଦେଖି ଉଦ୍ବିଗ୍ନ ହୋଇ କହିଲେ, ଏ ତ ଭୂତ। ଆଉ ସେମାନେ ଭୟରେ ଚିତ୍କାର କଲେ। 27 ପଦରେ ଯୀଶୁ କହୁଛନ୍ତି, କିନ୍ତୁ ଯୀଶୁ ସେହି କ୍ଷଣି ସେମାନଙ୍କ ସହିତ କଥାବାର୍ତ୍ତା କରି କହିଲେ, ସାହସ ଧର, ଏ ତ ମୁଁ, ଭୟ କର ନାହିଁ। ପ୍ରଭୁଙ୍କ ନାମର ଗୌରବ ହଉ। ଏହି ସ୍ଥାନରେ ଗୋଟେ ବିଷୟ ପରମେଶ୍ୱର ଆମକୁ କହିବା ପାଇଁ ଚାହାନ୍ତି ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଏଥିପାଇଁ ସେ ଜୀବିତ ଅଟନ୍ତି। ସେ ସମୁଦ୍ର ଉପରେ ଚାଲିପାରନ୍ତି, ପୋଖରୀ ଉପରେ ସେ ଚାଲିପାରନ୍ତି, ନଦୀ ଉପରେ ଚାଲିପାରନ୍ତି, କାରଣ ସେ ଜୀବିତ ଅଟନ୍ତି। ଆଉ ମୃତ ପରମେଶ୍ୱର ମାନଙ୍କୁ, ମୃତ ବ୍ୟକ୍ତି ମାନଙ୍କୁ ଆପଣ ପାଣି ଉପରେ ଫିଙ୍ଗିକି ଦେଖନ୍ତୁ, ଚଲେଇକି ଦେଖନ୍ତୁ, ସେମାନେ ପାଣିରେ ଭାସି ଯାଆନ୍ତି। ସେମାନେ ପାଣିରେ ହିଣ୍ଡି ପାରନ୍ତି ନାହିଁ, ଚାଲି ପାରନ୍ତି ନାହିଁ, କାରଣ ସେମାନଙ୍କ ମଧ୍ୟରେ ଜୀବନ ନାହିଁ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଏଥିପାଇଁ ଜୀବିତ ଅଟନ୍ତି। ତାଙ୍କୁ କୌଣସି ଏ ପୃଥିବୀର ବିଷୟ ତାଙ୍କୁ ଅଟକାଇ ପାରେ ନାହିଁ, ତାଙ୍କୁ କଣ କରିପାରେ ନାହିଁ, ପରାଜୟ କରିପାରେ ନାହିଁ, କାରଣ ସେ ଜୀବିତ ଅଟନ୍ତି। ଆଜି ଯାଏ ପୃଥିବୀରେ କୌଣସି ବ୍ୟକ୍ତି ପାଣି ଉପରେ ଚାଲି ନାହିଁ। ବୈଜ୍ଞାନିକ ମାନଙ୍କର ମତ ଅନୁସାରେ ସମସ୍ତ ଜ୍ଞାନ, ସମସ୍ତ ବୁଦ୍ଧି, ଯେତେ ଆମେ ଟେକ୍ନୋଲୋଜି ପ୍ରୟୋଗ କଲେ ମଧ୍ୟ କୌଣସି ବ୍ୟକ୍ତି ପାଣି ଉପରେ ଚାଲିପାରେ ନାହିଁ। ବିନା ଯନ୍ତ୍ରରେ, ବିନା ଟେକ୍ନୋଲୋଜି, ବିନା ଉପାୟରେ ପାଣି ଉପରେ ଜଣେ ବ୍ୟକ୍ତି ଚାଲିପାରେ ନାହିଁ। ସେ ଚାଲିପାରନ୍ତି ଯେ କି ପରମେଶ୍ୱର ଅଟନ୍ତି, ଯେ କି ଜୀବିତ ପରମେଶ୍ୱର ଅଟନ୍ତି, ଯେ ସତ୍ୟ ଅଟନ୍ତି, ସେ ପାଣି ଉପରେ ଚାଲିପାରନ୍ତି। ଆଉ ସେ ହେଉଛନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟ। ତାହାଙ୍କ ନାମର ଗୌରବ ହଉ। ଆଜି ଦିନ ମାନଙ୍କରେ ଯେଉଁମାନେ ମୁଁ ଭଗବାନ, ମୁଁ ପରମେଶ୍ୱର ବୋଲି ଦାବି କରୁଛନ୍ତି, ସେମାନଙ୍କୁ ଯଦି ସମୁଦ୍ର ଉପରେ ଛାଡି ଦିଆଯାଏ, ସମୁଦ୍ର ଉପରେ ଚାଲିବା ପାଇଁ ସେମାନଙ୍କୁ କୁହାଯାଏ, ସେମାନେ ଭାସିଯିବେ। ସେମାନେ ସେଇ ସମୁଦ୍ରରେ ସେମାନେ ଭାସି ଭାସି ପଳାଇବେ, ଡୁବିଯିବେ। ମାତ୍ର ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ ଯେଉଁ ସମୟରେ ଧରାପୃଷ୍ଠରେ ଥିଲେ, ସେ ପାଣି ଉପରେ ଚାଲି ଚାଲି ଆପଣ ଶିଷ୍ୟମାନଙ୍କ ନିକଟକୁ ଗଲେ। କାହିଁକି ଗଲେ? କାରଣ ତୋଫାନକୁ ଶାନ୍ତ କରିବା ପାଇଁ, ସେମାନଙ୍କୁ ସୁରକ୍ଷା ଦେବା ପାଇଁ ଆଜି ମଧ୍ୟ ପରମେଶ୍ୱର ଆମର ଜୀବିତ ଅଟନ୍ତି। ଯେଉଁ ସମୟରେ ଆମେ ଦୁଃଖରେ ଭାଙ୍ଗି ପଡୁଛୁ, ଅଭାବରେ ପଡୁଛୁ, ରୋଗରେ ପଡୁଛୁ, ଆମର ପ୍ରାର୍ଥନାକୁ ସେ ଶୁଣୁଛନ୍ତି। ଆଜି ମଧ୍ୟ ସେ ଜୀବିତ ଅଟନ୍ତି, ଆମ ମଧ୍ୟକୁ ସେ ଧାଇଁ ଆସୁଛନ୍ତି। ତାହାଙ୍କ ନାମର ଗୌରବ ହଉ। ମୁଁ ଚତୁର୍ଥ ବିଷୟ ଆପଣମାନଙ୍କୁ କହିବା ପାଇଁ ଚାହେଁ ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ କାହିଁକି ଜୀବିତ ପରମେଶ୍ୱର ଅଟନ୍ତି। ଯଦି ଆପଣମାନେ ମାଥ୍ୟୁ ଲିଖିତ ସୁସମାଚାର 28 ଅଧ୍ୟାୟକୁ ଆସିବେ, ମାଥ୍ୟୁ ଲିଖିତ ସୁସମାଚାର 28 ଅଧ୍ୟାୟ 5 ଆଉ 6 ପଦରେ ଲେଖାଯାଏ, କିନ୍ତୁ ଦୂତ ସ୍ତ୍ରୀ ଲୋକମାନଙ୍କୁ ଉତ୍ତର ଦେଲେ, ତୁମ୍ଭେମାନେ ଭୟ କର ନାହିଁ, କାରଣ ତୁମ୍ଭେମାନେ ଯେ କ୍ରୁଶରେ ହତ ଯୀଶୁଙ୍କର ଅନ୍ୱେଷଣ କରୁଅଛ, ଏହା ମୁଁ ଜାଣେ। ସେ ଏଠାରେ ନାହାନ୍ତି, କାରଣ ସେ ଯେପରି କହିଥିଲେ ସେହିପରି ସେ ଉଠି ଅଛନ୍ତି। ଆସ, ସେ ଯେଉଁଠାରେ ଶୋଇଥିଲେ ସେହି ସ୍ଥାନ ଦେଖ। ତାହାଙ୍କ ନାମର ଗୌରବ ହଉ। ଯୀଶୁ କାହିଁକି ଜୀବିତ ଅଟନ୍ତି? ସେ କବରରେ ନାହାନ୍ତି।
ରୋମିଓ ଲୋକମାନେ ତାହାଙ୍କୁ ମାରି କୁଶରେ ବଦ୍ଧ କରି ଯେଉଁ ସମାଧିରେ ସେମାନେ ପୋତି ଦେଇଥିଲେ, ସମାଧିରେ ରଖିଥିଲେ, ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ ସମାଧିରେ ନାହାନ୍ତି, ସେ ଉଠି ଅଛନ୍ତି। ଆଜି ଯାଇ ପୃଥିବୀରେ ଯେତେ ଧନୀ ମାନେ ଆସିଲେ, ପଣ୍ଡିତ ମାନେ, ଜ୍ଞାନୀ ମାନେ, ଶିକ୍ଷିତ ଲୋକମାନେ, ମହାପୁରୁଷ ମାନେ ପୃଥିବୀକୁ ଆସିଲେ, ସମସ୍ତେ ଆଜି ଯାଇ କବରରେ ଅଛନ୍ତି। ସେ ଭଗବାନ ବୋଲି ଦାବି କରୁନା କାହିଁକି, ସେ ଗୁରୁ ବୋଲି ଦାବି କରୁନା କାହିଁକି, ମୁଁ ବୈଜ୍ଞାନିକ, ମୋ ଠାରୁ ଶ୍ରେଷ୍ଠ କେହି ନାହିଁ, ଯିଏ ବି ହୁଅନ୍ତୁ, ସେ ଆଜି ଯାଇ କବରରେ ଅଛନ୍ତି, ମାଟି ଭିତରେ ଅଛନ୍ତି। ମାତ୍ର ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ କବରରେ ନାହାନ୍ତି। ଏହା ବାଇବେଲ କହେ, ଏହା ବିଶ୍ୱ ଇତିହାସ କହେ। ବାଇବେଲ ଗୋଟେ ସମ୍ପୂର୍ଣ୍ଣ ପୁସ୍ତକ ଅଟେ, ବାଇବେଲ ଐତିହାସିକ ପୁସ୍ତକ ଅଟେ। ଆଉ ଏହି ବାଇବେଲ ଆମକୁ ପ୍ରମାଣ ଦିଏ ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟ କବରରେ ନାହାନ୍ତି, ସେ କବର ଫଟାଇ ସେ ଉଠି ଅଛନ୍ତି। ସେଥିପାଇଁ ସେ ଜୀବିତ ଅଟନ୍ତି, ସେଥିପାଇଁ ସେ ଜୀବିତ ଅଟନ୍ତି। ତାହାଙ୍କ ନାଁ ଆମର ଗୌରବ ହଉ। ପ୍ରିୟ ଭାଇ ଭଉଣୀ ମାନେ, ଆମେ ଯେଉଁ ପରମେଶ୍ୱରଙ୍କ ସେବା କରୁଛୁ ସେ ବାସ୍ତବ ଅଟନ୍ତି, ସେ ଜୀବିତ ଅଟନ୍ତି। ଆଉ ଆମେ ମାନେ ସୌଭାଗ୍ୟଶାଳୀ ଲୋକମାନେ ଅଟୁ ଯେ ଏହି ପ୍ରକାର ଜଣେ ପରମେଶ୍ୱରଙ୍କ ପଛରେ ଆମେ ଚାଲୁଛୁ। ଯେତେ ନିନ୍ଦା ଆସୁଛି, ଅପମାନ ଆସୁଛି, ଖ୍ରୀଷ୍ଟିଆନ ଲୋକମାନଙ୍କୁ ମାରି ଦିଆଯାଉଛି, ତଥାପି ଦିନକୁ ଦିନ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପଛରେ ଲୋକମାନେ ଚାଲୁଛନ୍ତି, ତାହାଙ୍କର ରାଜ୍ୟ ବିସ୍ତାର ହେଉଛି। ତାହାଙ୍କ ନାଁ ଆମର ଗୌରବ ହଉ। ଶେଷ କଥା କହି ମୁଁ ସମାପ୍ତ କରିବା ପାଇଁ ଚାହେଁ ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟ କାହିଁକି ସେ ଜୀବିତ ପରମେଶ୍ୱର ଅଟନ୍ତି। ଜହନ ଲିଖିତ ସୁସମାଚାର 14 ଅଧ୍ୟାୟ ତାର 6 ପଦରେ ଲେଖାଯାଏ, ଯୀଶୁ ତାଙ୍କୁ କହିଲେ, ମୁଁ ପଥ, ସତ୍ୟ ଓ ଜୀବନ, ମୋ ଦେଇ ନଗଲେ କେହି ପିତାଙ୍କ ନିକଟକୁ ଯାଏନି। ସେ କାହିଁକି ଜୀବିତ ଅଟନ୍ତି? କାରଣ ସେ ନିଜେ କହିଛନ୍ତି, ମୁଁ ହିଁ ଜୀବନ ଅଟେ, ମୁଁ ହିଁ ଜୀବିତ ଅଟେ। ଏହା ଏ ଦୁନିଆର କୌଣସି ଗୁରୁ, କୌଣସି ବାବା, କୌଣସି ଜ୍ଞାନୀ ପଣ୍ଡିତ କେହି ମଧ୍ୟ କହିନାହାନ୍ତି। ମୁଁ ମଧ୍ୟ ଜୀବନ ବୋଲି ଯୀଶୁ କହିଲେ ନାହିଁ, ମୁଁ ହିଁ ଜୀବନ ଅଟେ, ମୁଁ ହିଁ ପଥ ଅଟେ, ମୁଁ ହିଁ ସତ୍ୟ ଅଟେ। କାହିଁକି ଯୀଶୁ ଜୀବିତ ଅଟନ୍ତି? କାରଣ ସେ ନିଜେ କହିଲେ ଯେ ମୁଁ ଜୀବିତ ପରମେଶ୍ୱର ଅଟେ। ତାହାଙ୍କ ନାମର ଗୌରବ। ପ୍ରିୟ ଭାଇ ଭଉଣୀ ମାନେ, এই 5ଟି ବିଷୟ ଆମେ ଆହୁରି ନିଜର କରିବା, ଆହୁରି এই 5ଟି ବିଷୟ ଉପରେ ଆମେ ଠିଆ ହେବା, ପ୍ରଭୁଙ୍କୁ ଆମେ ଧନ୍ୟବାଦ ଦେବା। এই 5ଟି ବିଷୟକୁ ଆମେ ମନ ମଧ୍ୟରେ ରଖୁ ରଖୁ ଆହୁରି ତାଙ୍କ ପଛରେ ଚାଲିବା। ପ୍ରଭୁ ଆମ୍ଭମାନଙ୍କୁ ଏହି ବାକ୍ୟ ଦ୍ୱାରା ପ୍ରଚୁର ଭାବରେ ଆଶୀର୍ବାଦ କରନ୍ତୁ। ଆମେନ୍।